ଯେତେବେଳେ ସଂସାର ଭିତରେ ସମସ୍ତେ ମହାପ୍ରଭୁଙ୍କୁ ସତ୍ୟ ବୋଲି କୁହନ୍ତି, ଆମେ ସମସ୍ତେ ମହାପ୍ରଭୁଙ୍କର କଥାମୃତକୁ ଗ୍ରହଣ କରନ୍ତି। ମହାପ୍ରଭୁ ଯାହା କୁହନ୍ତି ସତ୍ୟ କୁହନ୍ତି। ତେଣୁ ମହାପ୍ରଭୁ କହିଲେ ମୁଁ ସତ୍ୟର ଉଦାହରଣ ଦେବି। ନା କ'ଣ ଉଦାହରଣ ସେ କୁହ? ମହାପ୍ରଭୁ ଛୋଟିଆ କଥା କହିଲେ ମନ୍ଦିରକୁ ସମସ୍ତେ ଯାଉଛନ୍ତି। ପ୍ରଥମ ଲୋକଟା ଯେତେବେଳେ ମନ୍ଦିରକୁ ଯାଏ, ଦ୍ୱିତୀୟ ଲୋକଟା ଯେତେବେଳେ ମନ୍ଦିରକୁ ଯାଏ, ତୃତୀୟ ଲୋକ ଯେତେବେଳେ ମନ୍ଦିରକୁ ଯାଏ, ଏଇଭଳି ଶହ ଶହ ଲୋକ ମନ୍ଦିରକୁ ଚାଲିଲେ। ଭାଇରେ ଛୋଟିଆ ଉଦାହରଣ କଥା, ଭୋଗ କାଣ୍ଡି ହେଇଗଲା। ଭୋଗ ଉପରେ ଥାଇ 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 ଯେତେ ଯିଏ ଭୋଗ ନେଇଥିଲା ତାପରେ କିନ୍ତୁ ପ୍ରଥମ ଲୋକ ଭୋଗଟାର ରହିଗଲା ତଳକୁ। କି ସୁନ୍ଦର କଥା! ମହାପ୍ରଭୁଙ୍କର ହଉଛି ଭାବ କଥା। ଇଏ ହଉଛି ମହାପ୍ରଭୁଙ୍କର ଭକ୍ତି ରସ କଥା, ଭାବ କଥା। ପ୍ରଥମ ଲୋକଟା ଯିଏ ଯାଇଥିଲା, କେତେ ସୁନ୍ଦର କଥା ମହାପ୍ରଭୁ ଜାଣିଛନ୍ତି। ଯୋଉ ପ୍ରଥମ ଲୋକଟା ଯାଇଥିଲା, ପ୍ରଥମ ଲୋକଟାର ଭୋଗ ରହିଗଲା ତଳକୁ। ତାପରେ ଥାକେ କରି ଭୋଗ ରଖିଦେଇଗଲେ। ଆଜ୍ଞା ଯିଏ ଶେଷରେ ପହଞ୍ଚିଲା, ସମସ୍ତଙ୍କ ପହଞ୍ଚିଲା ପରେ ଯିଏ ପହଞ୍ଚିଲା, ଇଏ ହଉଛି ଭକ୍ତି ରସର କଥା, ଭାବ କଥା। ଶେଷ ମୁହୂର୍ତ୍ତରେ ଯୋଉ ଲୋକଟା ଯାଇକି ପହଞ୍ଚିଲା, ସେଇ ଲୋକଟାର ଭୋଗ ପ୍ରଥମେ ପଡିଗଲା ପାଳି। ଏ ଲୋକ ଚିନ୍ତା କରୁଛନ୍ତି, ଆରେ ହେ ସେ ଏତେ ଶୀଘ୍ର ଆସିଥିଲା, ଇଏ ବ୍ରାହ୍ମଣ ବୋଧେ ତା ଆଗରୁ ଏହା ସହିତ ସଟଲ ହେଇଛି, ୟାର ସଙ୍ଗେ ସଙ୍ଗେ ଭୋଗ କରିଦେଲା ନେଇକି ପଳେଇଲା। ତାପରେ ପାଳି ଯାହାର ପଡିଲା, ସମସ୍ତଙ୍କର ଭୋଗ ଧୀରେ ଧୀରେ ହେଇକି ଚାଲିଲା। ଏ ଯୋଉ ପ୍ରଥମ ଲୋକ ଚିନ୍ତା କରୁଛି, ଦ୍ୱିତୀୟ ଲୋକ ଚିନ୍ତା କରୁଛି, ତୃତୀୟ ଲୋକ ଚିନ୍ତା କରୁଛି, ସେ ତିନିଟା ଲୋକଙ୍କର ବିଷୟ କଥା କହିବି ଯେତେବେଳେ ଆପଣ ପଚାରିବେ। ତେଣୁ ସେ ତିନିଟା ଲୋକ ରହିଛନ୍ତି ପଛକୁ, ଲାଷ୍ଟକୁ ଶେଷ ମୁହୂର୍ତ୍ତରେ ସେ ତିନି ଜଣ କହିଲେ ନନା ଆମେ କ'ଣ ଦୋଷ କରିଥିଲୁ ଆପଣଙ୍କର କ'ଣ ଆମେ ଦୋଷ କରିଥିଲୁ, ଆପଣ ଏପର୍ଯ୍ୟନ୍ତ ଆମର ଭୋଗ କରୁନାହାନ୍ତି। ନନାକୁ ସେ ହସିଦେଲେ, କହିଲେ ଭଗବାନଙ୍କୁ ଜାଣିଛ, ଭଗବାନଙ୍କ ବିଷୟରେ କିଛି ଶୁଣିଛ, ଭଗବାନଙ୍କର କଥାକୁ କେବେ ଅନୁସରଣ କରିଛ? ନା ଆମେ ସଦା ସର୍ବଦା ଆମେ ତ ମନ୍ଦିରକୁ ଆସୁଛୁ, ଭୋଗ ନେଇକି ଆସୁଛୁ, ସବୁ କରୁଛୁ, କିନ୍ତୁ ହେଲେ କ'ଣ? ଭୋଗ କରିବା ପାଇଁ ଆସୁଛ, ଭୋଗ କରିବା ପାଇଁ ଆସୁନ। ଭୋଗ କରିବା ପାଇଁ ଆସୁଛ, ଭୋଗ କରିବା ପାଇଁ ଆସୁନ। ମହାପ୍ରଭୁ ସେଇଥିପାଇଁ ତମକୁ ଭୋଗ କରିବା ପାଇଁ ସେମାନେ ଆସିକି ସେତିକି ସମୟ ମହାପ୍ରଭୁଙ୍କୁ ଦର୍ଶନ କଲେ। ଆରେ ତୁମେ ପ୍ରଥମେ ଆସିଥିଲ, ଶେଷ ପର୍ଯ୍ୟନ୍ତ ଦେଖିଲ, ଶେଷ ପର୍ଯ୍ୟନ୍ତ ଅପେକ୍ଷା କଲ। ମହାପ୍ରଭୁଙ୍କ ପାଖରେ ତମେ ଅଧିକ ସମୟ ଅଧିକ ଦେଲ। ମହାପ୍ରଭୁ ତମକୁ ଅଧିକ ସମୟ ଦେଖିଲେ ନା କମ ସମୟ ଦେଖିଲେ? ତିନି ଜଣଙ୍କ ଭିତରେ ଚିନ୍ତା ପଡ଼ିଲା, କହିଲା ହେ ମହାପ୍ରଭୁ, ହେ ଗୋସାଇ ମହାପ୍ରଭୁ, ଆଜି ଅଜ୍ଞାନକୁ ଜ୍ଞାନ ପ୍ରଦାନ କରିଛ। ଅଜ୍ଞାନ ମୁଣ୍ଡରେ ଆଜି এই যে কথাটিক দেল প্রভু, এ অজ্ঞানକୁ আଜି জ্ঞাନ ପ୍ରାପ୍ତ କରିଦେଲ ମହାପ୍ରଭୁ, ଜ୍ଞାନ ପ୍ରାପ୍ତ କରିଦେଲ ପ୍ରଭୁ, ଜ୍ଞାନ ପ୍ରାପ୍ତ କରିଦେଲ। କହି ଦୁଇ ହାତ ଟେକି ଦେଲେ। ଯେତେବେଳେ ଦୁଇ ହାତ ଟେକି ଦେଲେ, ନନାକୁ ସେଇ ମନ୍ଦିରରେ ଥିଲେ, ଆସିକି ତିନି ଜଣଙ୍କ ମୁଣ୍ଡରେ ହାତ ମାରିଦେଲେ। ଏ ତିନି ଜଣ ହଉଛନ୍ତି ସତ୍ୟ, ନ୍ୟାୟ, ଧର୍ମ। ଏ ତିନି ଜଣ ହଉଛନ୍ତି ସତ୍ୟ, ନ୍ୟାୟ, ଧର୍ମ। ସତ୍ୟ ଯଦି ତୁମେ ଯୁଗେ ଯୁଗେ ଥିବ, ନ୍ୟାୟ ଯଦି ଯୁଗେ ଯୁଗେ ଥିବ, ଧର୍ମ ଯଦି ଯୁଗେ ଯୁଗେ ଥିବ, ଏ ସଂସାରରେ ସମସ୍ତେ ଶାନ୍ତିରେ ରହିବେ। ଏ ସଂସାରରେ ସମସ୍ତେ ଶାନ୍ତିରେ ରହିବେ। ଏତିକି ଶୁଣି ସାରିଲା ପରେ, ପଣ୍ଡିତଙ୍କ ପାଖରୁ ଏତିକି ଶୁଣି ସାରିଲା ପରେ କ'ଣ କଲେ? ସେ କହିଲେ ହେ ମହାପ୍ରଭୁ ଜଗତର ନାଥ, ଆସାନ୍ତ, ଆମେ ଜାଣିଥିଲୁ ତୁମେ ଲୋକ କଷ୍ଟ ଦିଅ, କଷ୍ଟ ଦେଲେ କୃଷ୍ଣଙ୍କୁ ଭେଟ କରାଅ। ଆଜି ଆମେ ଏତିକି ସମୟ ତୁମ ପାଖରେ ନେଇଥିଲୁ ବୋଲି ତୁମେ ଆମକୁ ଦର୍ଶନ ଦେଲ। ମହାପ୍ରଭୁ ତୁମ ପାଖରେ ଏତିକି
समय को दे पारे ये समय को दे पारे जय जगन्नाथ कह दुई हाथ टेकिदेले तुम्हें एका सत्य प्रभु तुम्हें एका सत्य आनंद रे मन उल्लास होगला बुझेदेले जानिले जिणिबा ये सब कथार कौन महात्मा जानिले जिणिबा प्रथम लोकटा जदि शेष पर्यंत अपेक्षा कर रहा शेष लोकटा आसला पड़ेगा प्रथम लोकटा बसिक रही विलंबे कार्य सिद्धि महाप्रभु के रसमय कथा शेष महाप्रभु कौन कहले ना विलंबे कार्य सिद्धि विलंबरे कार्य सिद्धि हुए रोगटा आम शरीर भितर जदि विलंबर आम देह भर रोगटा रोग थी सारी आम अखाद्य खाई अकथा शरीर सुरक्षित नहीं ना रोग आसिक पहुंची रोगटा भल हम किंतु जितेबले सबुआड़ू फेरिया महाप्रभुंर नाम धरीदे से महाप्रभु समर्पित हो रोग आपे आपे भल पड़ो तेणु अनेक प्रकार भाव सृष्टि करी भगवान भाव को दुनिया पाई जगतनाथ जगन्नाथ से जगन्नाथ दास भागवत सृष्टि कले भक्ति रस कथा ये भक्ति भाव बाणी आहा जानिले सुनिले सिना उधरिब प्राणी एणु करी भजुथिबा नीति हरि हरि ए भव संसार दिने होई जीवा पारी बोल आनंद कंद भगवान की जय।